ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ବ୍ଲକ ନିକଟ ମିଶନ ଶକ୍ତି କାଫେରେ ସିଲିଂ ମଙ୍ଗଳବାର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ 2 ଗ୍ରାହକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରତ୍ୟେକ ଦିନ ଉକ୍ତ କାଫେରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଖାଦ୍ୟ ଜଳଖୁଆ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ମଧ୍ୟାହ୍ନରେ 2 ଗ୍ରାହକ କାଫେରେ ବସି ଖାଦ୍ୟ ଖାଉଥିବା ସମୟରେ ହଠାତ୍ ଛାତର ସିଲିଂଟି ସମ୍ପୂର୍ଣ୍ଣ ଭାବେ ପଡ଼ିଯାଇଥିଲା। ଫଳରେ 2 ଗ୍ରାହକ ଓ ମହିଳା କର୍ମଚାରୀ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇଥିଲେ। ମାତ୍ର 6 ମାସ ପୂର୍ବେ ଏହି ମିଶନ ଶକ୍ତି କାଫେର ଉଦ୍ଘାଟନ ହୋଇଥିଲା। ପୁରୁଣା କୃଷକମାନଙ୍କ ଲାଗି ହୋଇଥିବା ଆତ୍ମା କାର୍ଯ୍ୟାଳୟ ଗୃହକୁ ରଙ୍ଗ ମାରି ମିଶନ ଶକ୍ତି କାଫେ ନାମ ଦିଆଯାଇଥିଲା। ହେଲେ ନିମ୍ନମାନ କାର୍ଯ୍ୟ ଯୋଗୁଁ ଏହା ଭୁଗୁଡ଼ି ପଡ଼ିଥିବା ସାଧାରଣରେ ଆଲୋଚନା ହୋଇଛି। ଏନେଇ ବିଧାୟକ କହିଲେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ନିର୍ବାଚନ ପୂର୍ବରୁ ହଠାତ୍ ଏଠିକାର ପୂର୍ବତନ ବିଧାୟକ ଅର୍ଥମନ୍ତ୍ରୀ ଜଷ୍ଟ ଖାଲି କଲର ମାରି କିଛି ସିମେଣ୍ଟ ପ୍ଲାଷ୍ଟର କରି ତାକୁ ହଠାତ୍ ଯୋଉ ମିଶନ ଶକ୍ତିର ଯୋଉ କାଫେ ବନାଉଛନ୍ତି ସେ ଗୋଟେ ଖୋଲିଥିଲେ। ଅଚାନକ ତାକୁ ନିର୍ମାଣ କରି ଖୋଲିଥିଲେ, ଯୋଉଟା କି କାମ ଅତି ଖରାପ ଥିଲା। ଯାହା ଆଜି ଅଫିସ ଚାଲିଥିବା ସମୟରେ ସେ ଯୋଉ ସିଲିଂ ମାନେ ହେଇଥିଲା, ସିଲିଂ ର ସମ୍ପୂର୍ଣ୍ଣ ଛାତ ପୁରା ଖସି ଯାଇଛି। ହଠାତ୍ ଦୁର୍ଭାଗ୍ୟରୁ ବହୁତ ଲୋକ ସେଠୁ ରକ୍ଷା ପାଇ ଯାଇଛନ୍ତି। ନହେଲେ ନିଶ୍ଚିତ ଭାବେ ଗୋଟେ ଦୁର୍ଘଟଣାରୁ ଆମେ ରକ୍ଷା ପାଇଛୁ।